ଶ୍ରୋତାବନ୍ଧୁ ଖୋଜିବାର ନାମ ହିଁ ଜୀବନ। କିଛି ନା କିଛି ପାଇବା ପାଇଁ ପ୍ରତି ମୁହୂର୍ତ୍ତରେ ଏ ଅନିଶା ବୋଧ। ଆଜି ଏମିତି ଜଣେ ସାହିତ୍ୟିକାଙ୍କୁ ଶୁଣିବା ଯେ ଅନାବନା ପବନରେ ଆନମନା ହୋଇ ନିଜକୁ ନିଜେ ଅମୀମାଂସିତ ଏଇ ଜଟିଳ ଜୀବନ ଭିତରୁ ଖୋଜୁଥାନ୍ତି। ସେ ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ସୁସାହିତ୍ୟିକା ରେବା ପଟ୍ଟନାୟକ। ତାଙ୍କର ଏକ ସୁନ୍ଦର କବିତା ସମୀକରଣ ଜୀବନର। ପ୍ରଥମେ ତାକୁ ଶୁଣିବା। କବି ରେବା ପଟ୍ଟନାୟକ। କବିତାର ଶୀର୍ଷକ ହେଉଛି ସମୀକରଣ ଜୀବନର। ତୋତେ ଖୋଜୁ ଖୋଜୁ ଲମ୍ବିଯାଏ ପଥ, ଅସରନ୍ତି ଦୂରତ୍ୱ, ଧୂସରିତ ଦିଗନ୍ତ, ଫିକା ଫିକା ପାଦଚିହ୍ନ, ଛୁଇଁ ଛୁଇଁ ଯାଏ ସ୍ୱପ୍ନ ଏକ ବିନିଦ୍ର ରଜନୀର। ତୋତେ ଖୋଜୁ ଖୋଜୁ ଲମ୍ବିଯାଏ ପଥ, ଅସରନ୍ତି ଦୂରତ୍ୱ, ଧୂସରିତ ଦିଗନ୍ତ, ଫିକା ଫିକା ପାଦଚିହ୍ନ, ଛୁଇଁ ଛୁଇଁ ଯାଏ ସ୍ୱପ୍ନ ଏକ ବିନିଦ୍ର ରଜନୀର। ଅନାବନା ପବନ ଆନମନା କରେ, ଧରି ରଖିବାକୁ ହାତ ମୁଠାରେ, ଛନ୍ଦାୟିତ ହୁଏ ପାଦ ସୁଦୃଶ୍ୟମାନ ବର୍ତ୍ତମାନରେ। ମୁଁ ପୁଣି ହଜିଯାଏ, ମୁଁ ପୁଣି ମଜିଯାଏ, ମୁଁ ପୁଣି ହଜିଯାଏ, ମୁଁ ପୁଣି ମଜିଯାଏ ନିମଜ୍ଜିତ ପ୍ରବାହରେ, ନିଲମ୍ବିତ ପ୍ରହରରେ। ତତେ କେବେ ଛୁଇଁ ହୁଏ, କେବେ ହୁଏ ନାହିଁ ଏ ଦୁଷ୍ପ୍ରାପ୍ୟ ସହରରେ। ତତେ କେବେ ଛୁଇଁ ହୁଏ, କେବେ ହୁଏ ନାହିଁ ଏ ଦୁଷ୍ପ୍ରାପ୍ୟ ସହରରେ। ପାଇବାର ପ୍ରଚେଷ୍ଟା, ହଜାଇବାର ହତାଶା, ପାଇବାର ପ୍ରଚେଷ୍ଟା, ହଜାଇବାର ହତାଶା, ଜଟିଳ ଜୀବନର କି ଅବୁଝା ମୀମାଂସା। ସାଉଁଟୁ ସାଉଁଟୁ ସ୍ମୃତିମାନଙ୍କୁ ଛପି ଯାଆନ୍ତି ପୃଷ୍ଠା ପୃଷ୍ଠାରେ, ନିବୃତ୍ତେ ମୁଁ ଅବଲୋକନ କରେ ମୋ ମନ ଦର୍ପଣର ନିଃଶବ୍ଦ ଶବ୍ଦରେ। ପାଇବାର ପ୍ରଚେଷ୍ଟା, ହଜାଇବାର ହତାଶା, ଜଟିଳ ଜୀବନର କି ଅବୁଝା ମୀମାଂସା। ସାଉଁଟୁ ସାଉଁଟୁ ସ୍ମୃତିମାନଙ୍କୁ ଛପି ଯାଆନ୍ତି ପୃଷ୍ଠା ପୃଷ୍ଠାରେ, ନିବୃତ୍ତେ ମୁଁ ଅବଲୋକନ କରେ ମୋ ମନ ଦର୍ପଣର ନିଃଶବ୍ଦ ଶବ୍ଦରେ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟର ଜଣେ ସୁସାହିତ୍ୟିକା ରେବା ପଟ୍ଟନାୟକଙ୍କୁ। ରେବା ପଟ୍ଟନାୟକ ପିତା ବିଶ୍ୱମ୍ବର ଦାସ, ମାତା ମନୋରମା ଦାସଙ୍କ କୁଳମଣ୍ଡନ କରି 1959 ମସିହା ଅକ୍ଟୋବର 24 ତାରିଖରେ ଇସ୍ପାତ ନଗରୀ ରାଉରକେଲାର ଫର୍ଟିଲାଇଜର ଟାଉନରେ ଭୂମିଷ୍ଠ ହୋଇଥିଲେ। ବୃତ୍ତିଗତ ଜୀବନରେ ସେ ସେଣ୍ଟ ଯୋସେଫ କନଭେଣ୍ଟ ହାଇସ୍କୁଲରେ ଶିକ୍ଷୟିତ୍ରୀ। ମାତ୍ର ଆବେଗରେ ସେ ଏକାଧାରରେ ଜଣେ କବି, ଗାଳ୍ପିକା ଏବଂ ଅନୁବାଦିକା। ସେ ଇଂରାଜୀରୁ ଓଡ଼ିଆ, ଓଡ଼ିଆରୁ ଇଂରାଜୀ, ହିନ୍ଦୀରୁ ଓଡ଼ିଆ ଭାଷାନ୍ତର କରିପାରନ୍ତି। ତାଙ୍କର ଅନୁଦିତ ପୁସ୍ତକ ଗୁଡ଼ିକରେ ରହିଛି ଶେଷପତ୍ର, ଗୋଟିଏ ଲାଲ ପକ୍ଷୀର କାହାଣୀ, ସେଇ ନୀଳ ଛତାଟି ଯାହାକି ରସ୍କିନ୍ ବଣ୍ଡଙ୍କ ଦ ବ୍ଲୁ ଅମ୍ବ୍ରେଲାର ରୂପାନ୍ତର, ଅନ୍ୟଟି ହେଉଛି ଲେଡି ଡ୍ରାଇଭର। ଏହାକୁ ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ ଭୁବନେଶ୍ୱର ପ୍ରକାଶ କରିଛନ୍ତି। ଶ୍ରୋତାବନ୍ଧୁ, ରେବା ପଟ୍ଟନାୟକ ବିଶ୍ୱର ବିଭିନ୍ନ ଭାଷାରେ ରଚିତ 12ଟି କ୍ଷୁଦ୍ର ଗଳ୍ପକୁ ତାଙ୍କର ଏକ ସୁନ୍ଦର ପୁସ୍ତକ ଯାହାକି ଶେଷ ପତ୍ରରେ ସନ୍ନିବେଶିତ କରିଛନ୍ତି। ଏଥିରେ ଆମେରିକା, ଫିଲିପାଇନ୍, ମେକ୍ସିକୋ, ଇଣ୍ଡୋ ଆଙ୍ଗ୍ଲିଆନ ଓ ଅହମିଆ ଭାଷାରେ ରଚିତ ଗଳ୍ପକୁ ସନ୍ନିବେଶିତ କରିଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ଓ ହେନରୀ, ସୋନିଆ ଜୋନ୍ସ, ଲିଆନ୍ ଥିଏମାନ, ଆର୍ନୋଲ୍ଡ ଫାଇନ୍ ଭଳି ପ୍ରସିଦ୍ଧ ଗାଳ୍ପିକ। ରେବା ପଟ୍ଟନାୟକ ତାଙ୍କ ସାହିତ୍ୟିକ ଜୀବନର ଶ୍ରେୟ ଦିବଂଗତ ପିତାଙ୍କୁ ଦେଇ କୃତଜ୍ଞତା ଜଣାଇ ଲେଖନ୍ତି, ଅଙ୍ଗୁଳି ଧରି ଚାଲିବାକୁ ଶିଖାଇଥିଲେ ଯିଏ, ପରବର୍ତ୍ତୀ ସମୟରେ ହାତରେ
କଲମ ଧରେଇ ଦେଇ କହିଥିଲେ, ଲେଖ। ସେ ଥିଲେ ମୋର ସ୍ୱର୍ଗତ ପିତା ବିଶ୍ୱମ୍ବର ଦାସ। ତାଙ୍କରି ଆଦର୍ଶରେ ମୁଁ ଅନୁପ୍ରାଣିତ। ଓଡ଼ିଆ ସାହିତ୍ୟ ପ୍ରତି ସେହି 10-12 ବର୍ଷରୁ ଦୁର୍ବାର ଆକର୍ଷଣ। 14 ବର୍ଷ ବୟସରେ ମୁଁ ଗୋଟିଏ ବହିକୁ ଗୋଟିଏ ଦିନରେ ପଢ଼ି ସାରିଦେଇ ପାରୁଥିଲି। ମୋର ପ୍ରିୟ ଉପନ୍ୟାସମାନଙ୍କ ମଧ୍ୟରୁ ସ୍ୱର୍ଗତ କାହ୍ନୁଚରଣ ମହାନ୍ତିଙ୍କ ତମସା ତୀରେ ମୋ ଉପରେ ଗଭୀର ଛାପ ଛାଡ଼ି ଯାଇଥିଲା। ସର୍ବପ୍ରଥମେ 1978 ମସିହାରେ ସେ ସମୟର ଲୋକପ୍ରିୟ ପତ୍ରିକା ସୁଚରିତାର ପୂଜା ସଂଖ୍ୟାରେ ପ୍ରକାଶ ପାଇଥିଲା ମୋର ଜାପାନର ଲୋକଗଳ୍ପର ଛାୟାରେ ଲିଖିତ ଫୁଜିୟାମାର ଅନ୍ତରାଳେ। ତାପରେ ବିଭିନ୍ନ ସମୟରେ ସେହି ସୁଚରିତାରେ ପ୍ରକାଶ ପାଇଥିଲା ମୋର ଅନେକ ଗୁଡ଼ିଏ ଗଳ୍ପ, କବିତା ଓ ଭାବାନୁବାଦ। ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ର, ସାପ୍ତାହିକୀ, ଧରିତ୍ରୀ ଏବଂ ଅନ୍ୟାନ୍ୟ ବହୁ ପତ୍ର ପତ୍ରିକାରେ ମୋର କିଛି କବିତା ଓ ଅନୁବାଦ ଗଳ୍ପ ପ୍ରକାଶ ପାଇଛି। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟର ଜଣେ ସୁଗାଳ୍ପିକାଙ୍କୁ, ସୁଲେଖିକାଙ୍କୁ, ସୁଅନୁବାଦିକାଙ୍କୁ। ସେ ହେଉଛନ୍ତି ରେବା ପଟ୍ଟନାୟକ। ଆଜି ତାଙ୍କର ଏକ ଚମତ୍କାର କ୍ଷୁଦ୍ର ଗଳ୍ପ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ପ୍ରସ୍ତୁତ କରିଛି। ଗଳ୍ପର ଶୀର୍ଷକ ହେଉଛି ଗୁପଚୁପ ବାଲା। ଗାଳ୍ପିକା ରେବା ପଟ୍ଟନାୟକ। 3 ନମ୍ବର ସେକ୍ଟରର ସରକାରୀ ମହାବିଦ୍ୟାଳୟ ଆଗରେ ଲମ୍ବି ଯାଇଥିଲା ସରକାରୀ ରାଜରାସ୍ତା। ରାଜରାସ୍ତାରେ ଟିକିଏ ଆଗକୁ ଗଲେ ବାଁ ପଟକୁ ସରୁ ଚଲାପଥଟିଏ। ପିଚୁ ସଡ଼କରେ ଗଲେ ଟିକେ ଅଧିକ ଚାଲିବାକୁ ପଡ଼ିବ ବୋଲି ସଭିଏଁ ସେଇ ପଡ଼ିଆ ମଝିର ନାଲିମାଟିର ଚଲାପଥରେ ପାଦ ଥାପନ୍ତି। ପଡ଼ିଆର ଶେଷ ମୁଣ୍ଡରେ ଜଗନ୍ନାଥ ମହାପ୍ରଭୁଙ୍କ ଛୋଟିଆ ମନ୍ଦିରଟିଏ। ପାର ହେଲା ବେଳେ ମୁଣ୍ଡ ସ୍ୱତଃ ନଇଁଯାଏ। ପ୍ରାୟ ସମୟରେ ଆମେ ଯାଉଥିଲୁ ସେଇ ବାଟ ଦେଇ ଡିଏଭି ମହିଳା ମହାବିଦ୍ୟାଳୟ ଆଡ଼କୁ। ନିଶା ଥାଏ ଗୁପଚୁପ ଖାଇବା। ଆମ କଲେଜ ଆଗରେ ଗୁପଚୁପ ବାଲା ବସେ ନାହିଁ। ଦିନା କେତେ ବସିଥିଲା। ଏ ଟୋକା ଦଳ ଖାଇ ପଇସା ନଦେଲେ ସେ ବେପାର କରିବ କ'ଣ? ଟୋକେଇ ଉଠେଇ ନେଇଯାଇ ବିଚରା ଆଉ କୁଆଡ଼େ ବସିଥିବ। ଦିନେ ଦିନେ ଭାରି ମନ ହୁଏ ଗୁପଚୁପ ଖାଇବାକୁ। ମୀନାକ୍ଷୀ ଓ ମୁଁ କ୍ଲାସ୍ ସରିଲେ ସେଇ ସରୁ ବାଟ ଦେଇ ଯାଉ ଡିଏଭି କଲେଜ ଆଡ଼େ। ସେଠି ତ ମାଳ ମାଳ ଝିଅ, ଟୋକାଙ୍କ ଭୟ ନାହିଁ। ସବୁଦିନ ଡିଏଭି କଲେଜ ପ୍ରାଙ୍ଗଣରେ ଜଣେ ହିଁ ମାତ୍ର ସେଇ ଗୁପଚୁପ ବାଲାଟି ବସେ। ଭାରି ହସ ହସ ମୁହଁ, ବଳିଷ୍ଠ ସୁଠାମ ଶରୀର। କଥାରେ ମନ କିଣି ନେବା ଦେଖିଲା ମାତ୍ରେ ଡାକ ପକାଇବ, ସିଷ୍ଟର ସିଷ୍ଟର, କମ୍ କମ୍। ତା ଡାକ ଶୁଣି ଆଗ ପେଟ ପୁରିଯାଏ। ଆମକୁ ଟିକେ ବେଶି ଖାତିର କରେ। ଦିନ ଅଧିଆ ବନ୍ଧୁ ତ। ନା ତାର ଥିଲା ରାମ ଭରୋସା। ଭୟା ନାଁରେ ସେ ବିଖ୍ୟାତ। ଟଙ୍କାରେ 16ଟା ଗୁପଚୁପ। ଟଙ୍କାଟେ କୋଉ ଶସ୍ତା କି? 8ଅଣାରେ 8ଟାରେ ପେଟ ପୁରିଯାଏ। ସବୁ ତାର ଭାଗ ମାପରେ ଥାଏ। ଆଳୁ ମସଲାରେ ଲୁଣ, ରାଗ, ପାଣିର ତେନ୍ତୁଳି ମାପ ସବୁ ଯେଝା ଜାଗାରେ। ତେବେ ବି ଝିଅମାନଙ୍କୁ ଗୁଣ ତ। ଆଉ ଟିକେ ଲୁଣ ପକା। ଆଜି ପାଣିରେ ଖଟା କାହିଁକି କମିଯାଇଛି? ପୁଦିନା ବାସୁନି ଜମା। ଏମିତି କେତେ ନଖରା। କଥା ଶୁଣି ଶୁଣି ଗୁପଚୁପ ବାଲା କରିଦେଲା ତା ଆରଦିନ ମସଲାକୁ ରାଗ ଓ ପାଣିକୁ ଖଟା। ପାଟିକୁ ତ ଭାରି ସୁଆଦିଆ ଲାଗିଲା, କିନ୍ତୁ ପେଟ କରିଦେଲା ସବୁ ଓଲଟ ପାଲଟ। ଖବର ଆସିଲା କେତେ ଗୁଡ଼ିଏ ଝିଅଙ୍କ ଅବସ୍ଥା ଭାରି ଖରାପ। ପ୍ରିନ୍ସିପାଲଙ୍କ ପର୍ଯ୍ୟନ୍ତ କଥା ଗଲା। କାନ୍ତାମଣି ମ୍ୟାଡାମ ତଦାରଖ କରିବେ। ସମସ୍ତେ ତଟସ୍ଥ। ସତରେ ନା କ'ଣ? ଇଏ କି ନୂଆ କଥା? ଏତେ ହାଲକା କଥାଟି ଏତେ ଗୁରୁତର ହୋଇଗଲା କେମିତି? ଝିଅଙ୍କ ମନରେ ସରସ ନଥାଏ। ଦିନ 12ଟା ବେଳକୁ କାନ୍ତାମଣି ଦେବୀ ଆସି ପହଞ୍ଚିଲେ ଠେଲା ସାମ୍ନାରେ। ସାଙ୍ଗରେ ଥାନ୍ତି ଆଉ 2 ଜଣ ସହଚରୀ। ବାଧ୍ୟ ହୋଇ ସେମାନେ ସାଙ୍ଗ ଦେଇଥାନ୍ତି। କଡ଼ା ଅନୁଶାସନ ତାଙ୍କର। ଗର୍ଭିଣୀ ଗାଈ ଦେଖିଲେ ବାଟ ଛାଡ଼ିଦେବ। କେହି ହଲଚଲ ହୋଇପାରିବେ ନାହିଁ। ନହେଲେ ଏତେ ଗୁଡ଼ିଏ ଝିଅଙ୍କୁ ଅକ୍ତିଆରରେ ରଖିବା କ'ଣ ସହଜ କଥା? କିରେ, କଥା କ'ଣ? ତୁ ଏଠୁ ଉଠିବୁ ଜଣା ପଡ଼ିଲାଣି।
ଗୁପଚୁପ ବାଲା ଟିକେ ଘାବରେଇ ଗଲା। ବେପାରର ଘଡ଼ିସନ୍ଧି ମୁହୂର୍ତ୍ତ। କିଂ କର୍ତ୍ତବ୍ୟ ବିମୂଢ଼ ହୋଇ କିଛି ବୁଦ୍ଧିବାଟ ପାଇଲା ନାହିଁ। ଆଉ ତାପରେ ତ ଯାହା କଲା, ଯିଏ ତ ଦେଖିଲେ ଆମ ଶୁଣିଲା ବାଲାଙ୍କ ମନ ବି କୁରୁଳି ଉଠିଲା। ସିଧା ଡବା ଭିତରୁ ଦନା ଚାରିଟା ବାହାର କରି ବଢ଼େଇ ଦେଲା ପ୍ରିନ୍ସିପାଲଙ୍କ ସମେତ ଆରମାନଙ୍କ ହାତକୁ। ପ୍ଲିଜ୍ ପ୍ଲିଜ୍ ମ୍ୟାଡମ୍। ତା ନିରୀହ ମୁହଁର ସମ୍ଭାଷଣକୁ ଆଡ଼େଇ ପାରିଲେ ନାହିଁ କେହି। ଆଉ ପଛକୁ ବୁଲି ଚାହିଁବାକୁ ବେଳ କାହିଁ? ନାଲି କପଡ଼ା ଢଙ୍କା ହୋଇଥିବା କାଚ ବାକ୍ସ ଖୋଲିଦେଲା ବେଳକୁ ସଜ ଫୁଟା ତାରା ଫୁଲ ପରି ଦୃଶ୍ୟମାନ ହେଲେ ଗୁପଚୁପ ଗୁଡ଼ାକ। ବାସ୍ ଗୋଟେ ଚାଖନ୍ତେ ଆଉ ଅଟକି ନାହାନ୍ତି। 5-10 ଲେଖାଏଁ ଖାଇଲା ପରେ ଦନା ଫିଙ୍ଗିବାକୁ ଯାଇ ପଛକୁ ଚାହିଁଲା ବେଳକୁ ଶହ ଶହ ଝିଅଙ୍କ ଯୋଡ଼ା ଯୋଡ଼ା ଉତ୍ସୁକ ଆଖି ତାଙ୍କ ଉପରେ ନିବଦ୍ଧ। କାହାକୁ କିଛି ନ କହି ଭିଡ଼ ଭିତରେ ଠେଲିପେଲି ହୋଇ ଅଫିସ ରୁମ୍ ଆଡ଼େ ଆଗେଇ ଗଲେ। କିନ୍ତୁ ଗୋଟିଏ କଥା ପକ୍କା ହୋଇଗଲା, ଗୁପଚୁପ ବାଲାର ଆସନ ଆହୁରି ସୁଦୃଢ଼ ହୋଇଗଲା। ରାଉରକେଲା ସହରର କଥା। ପିଲାବେଳେ ତା କୋଳରେ ଡେଇଁ ଖେଳି ବଡ଼ ହୋଇଥିଲି। ସାଙ୍ଗମାନଙ୍କ ସଙ୍ଗରେ ଗଳି କନ୍ଦି ବୁଲି ସ୍ମୃତି ସଂଗ୍ରହ କରିଥିଲି। ସେ ହିଁ ଶିଖାଇଥିଲା ସ୍ୱପ୍ନ ଦେଖିବାକୁ ଆଉ ସ୍ୱପ୍ନକୁ ପୂରା କରିବାକୁ। ଦିନେ ପୁଣି ସେଇ ସହରକୁ ଛାଡ଼ିବାକୁ ପଡ଼ିଥିଲା। ଓହ୍ଲାଇବାକୁ ପଡ଼ିଥିଲା ଜୀବନଯାତ୍ରାର ନାବିକ ପଦକୁ। ହଠାତ୍ ଦିନେ ମନ କରି କହିଥିଲି, ସନ୍ଧ୍ୟାରେ ସମସ୍ତେ ଗୁପଚୁପ ଖାଇବା। ପୁଅ ବୋହୂ ନାତି ନାତୁଣୀରେ ଘର ପୂରିଥିଲା। ବୋହୂ କହିଥିଲା ଗୁପଚୁପ ବାହାରୁ କିଣି ଆଣିବା। ଘରେ ଆଳୁ ମସଲା ଓ ଖଟା ପାଣି କରିଦେବା। କଥାଟା ସମସ୍ତଙ୍କ ମନକୁ ବି ପାଇଥିଲା। ମନ ପୁଣି ଭଲ ପାଇବାକୁ ଶିଖାଇଥିବା ସେଇ ସହରକୁ ସାଙ୍ଗସାଥୀ ଗହଣକୁ ଫେରି ଯାଇଥିଲା। ଅନ୍ୟମନସ୍କ ହୋଇଯାଇଥିଲି ମୁଁ। ଗୁପଚୁପବାଲା ରାମ ଭରୋସେ କ'ଣ ଏବେ ବି ବଞ୍ଚିଥିବ? କେତେ ବୟସ ହୋଇଥିଲା ସେତେବେଳକୁ ତାକୁ? ମନେ ପଡ଼ିଲା, ତା ସାବନା ମୁହଁ ସାଙ୍ଗକୁ ଧଳା ଦାନ୍ତ ଦୁଇ ଧାଡ଼ି ବେଶ୍ ମାନୁଥିଲା। ପୂରିଲା ହସ ସାଙ୍ଗକୁ ଆଖିରେ ଆଖିଏ ଚମକ, ଆଉ ତା ଭିତରୁ ବେଳେ ବେଳେ ଦୃଶ୍ୟମାନ ହୁଏ ତାର ଛଳ ହୃଦୟର ନିଭୃତ ଦରଦ। ସେଦିନ ଥିଲା ଶନିବାର ଖରାବେଳ। ମୀନାକ୍ଷୀର ମଝିରେ ମଝିରେ ମନେ ପଡ଼ିଯାଏ। କହିଲା, ଚାଲ୍ ଯିବା। ଚାରିଆଡ଼େ ଗଛ ଫାଙ୍କରୁ କେଉଁଠୁ କୋଇଲିର କୁହୁତାନ କାନରେ ବାଜୁଥାଏ। କାଲି ରାତିରୁ ବର୍ଷା ଉଠାଇଥିଲା, ଆଉ କେଉଁଠି ଦୂରରେ ବର୍ଷିଥିବ ହୁଏତ। କିନ୍ତୁ ଶୀତଳ ପବନ ଦେହରେ ବାଜି ମନକୁ ଉଚ୍ଚାଟ କରୁଥାଏ। ଗପି ଗପି କେତେବେଳେ ପହଞ୍ଚି ଗଲୁଣି ଜଣା ପଡ଼ିଲା ନାହିଁ ଗେଟ୍ ପାଖରୁ। ଖାଁ ଖାଁ ଲାଗିଲା। କେତେ ଝିଅ ତ ରୁଣ୍ଡ ହୋଇଥାନ୍ତି, ଗୁପଚୁପ ବାଲା ନାହିଁ ନା କ'ଣ? ଦେଖିଲା ବେଳକୁ ସତରେ ସେଇଆ। କାରଣ କ'ଣ? କେହି ବିଶେଷ କିଛି କହିପାରିଲେ ନାହିଁ। ତେବେ ଶୁଣାଶୁଣିରୁ ବୁଝିଲି ଯେ ସେ ତାର ଗାଁକୁ ଯାଇଥିଲା। ବର୍ଷେ 2 ବର୍ଷରେ ଥରେ ଯାଏ। ସେଇଠି ତାର ପରିବାର ଥାଏ। ତାର ସପ୍ତାହରେ ପୁଣି ଦେଖା ହୋଇଥିଲା। ରାମ ଭରୋସା ଭୈୟାର ଏଥର 2 ଗୁଣ ଉତ୍ସାହ। ଖବର ପାଇ ଯାଇଥିଲୁ। ଏତେ ଭିଡ଼ରେ ତ କଥା ହୋଇପାରିଲି ନାହିଁ। ତେବେ ଗୁପଚୁପ ଖାଇ ଅପେକ୍ଷା କଲି। ପିଲା କମିବାରୁ ତା ପାଖକୁ ଗଲି। ଭାରି ଖୁସି ଥିଲା ସିଏ। ତା କଥା ଥିଲା ଏମିତି, ବିହାରର ରାଜଧାନୀ ପାଟନାଠାରୁ ଅନତି ଦୂରରେ ଥିଲା ତାର ଛୋଟ ଗାଁଟି। ସେଇଠି ଥାଆନ୍ତି ତାର ପରିବାର। ଘରେ ତାର ବୁଢ଼ୀମା, ସୁନ୍ଦରୀ ପତ୍ନୀ, ଝିଅଟିଏ ଓ ତା ତଳକୁ ଛୋଟ ପୁଅଟିଏ। ପତ୍ନୀ କଥା କହିଲା ବେଳେ ତାର ଗଳା ଭାରି ହୋଇଯାଉଥାଏ। ଜୀବନର ସୁଖକୁ ବାଜି ଚଢ଼ାଇ ଦେଇଛି ତାର ଅଳ୍ପ ବୟସ୍କା ପତ୍ନୀଟି। ସେବା କରିଚାଲିଛି ତା ପରିବାରର ନିର୍ବିକାରରେ। ନାହିଁ ମନରେ କୌଣସି ଗ୍ଳାନି ବା ଅଭିଯୋଗ। ନିଶ୍ଚିନ୍ତ କରିଦେଇଛି ସେ ରାମ ଭରୋସାକୁ। ଏଥର କିନ୍ତୁ ଏକ ନୂଆ ଅନୁଭବ ନେଇ ଫେରିଥିଲା ସେ। ଝିଅଟି ତାର ବଡ଼ ହୋଇଯାଇଛି। ଛୋଟ ଝିଅଟି ଯେତେବେଳେ ଶାଢ଼ୀ ଗୁଡ଼ାଇ ବାପା ଆଗକୁ ଆସିଥିଲା, ବାପାର ଆବେଗ ଆଗରେ ଫିକା ପଡ଼ିଯାଇଥିଲା ଆଉ ସବୁ କିଛି। ଝିଅକୁ ନିବିଡ଼ ଭାବରେ କୁଣ୍ଢାଇ ଧରିଥିଲା ସେ। ଦୂରରେ ରହିବାର ଅପରାଧ ବୋଧ ତାକୁ ଅସହଜ କରିଦେଉଥିଲା। ସେ କଥା କହିଲା ବେଳେ ତାର ଆଖି ପୂରି ଯାଇଥିଲା ଓ ପାଟି ଅଠା ଅଠା ହୋଇଯାଇଥିଲା। ନିଜକୁ ସମ୍ଭାଳିଥିଲା ତା ଭିତରର ପୁରୁଷଟି। ପର ମୁହୂର୍ତ୍ତରେ ଚୁଲବୁଲି ଝିଅ କଥା କହି କହି ଥକି ନଥିଲା। ତା ଓଠର ହସ 2 କୂଳ ଲଙ୍ଘିଥିଲା। ରାମ ଭରୋସାର ଛଳ 2 ଆଖିରେ ମୁଁ ଦେଖୁଥିଲି ତା ପରିବାରର ପ୍ରତିଛବି। ଅବଗୁଣ୍ଠନ ତଳେ ପତ୍ନୀ ତାର ଅଗଣାର ଗୋଟିଏ କଡ଼କୁ ପ୍ରତି ସନ୍ଧ୍ୟାରେ ଚଉରା ମୂଳେ
ସଞ୍ଜବତୀ ଜାଳି ସୁଖ ମନାସୁଥାଏ ପ୍ରବାସରେ ଥିବା ତାର ପତିଟିର। କୋଳରେ ତାର ଥାଏ 2 ବର୍ଷର ପୁଅଟିଏ, ଆଉ ଅଗଣାର ମଝିରେ ଦୌଡ଼ି ଡିଆଁ ଧରି ଡେଉଁଥାଏ ତାର 9 ବର୍ଷର ଚପଳମତି ଝିଅଟି। କାନ୍ଧ ତଳକୁ ଓହଳିଥାଏ 2ଟି କଦଳୀ ବିଣି। ସୁଖ ଓ ଦୁଃଖର ସେଇ ମିଶ୍ରିତ ଅନୁଭୂତିକୁ ଗୁପଚୁପ୍ ବାଲାର ମୁହଁ ସାଙ୍ଗରେ ଅନେକ ଦିନ ଧରି ଛାତିରେ ସାଇତି ରଖିଥିଲି। କଲେଜ ପାଠ ସରିଲା ପରେ ଆଉ ସେ ଆଡ଼େ ଯିବା କମିଗଲା। ତେବେ ମଝିରେ ମଝିରେ ମନେ ପଡ଼େ ସେଇ ଭାଇ ଜଣଙ୍କର କଥା। ତା ପ୍ରତି ଏକ ଅହେତୁକ ପ୍ରୀତି ମନରେ ସଞ୍ଚରି ଯାଇଥିଲା, ଆଜି ପର୍ଯ୍ୟନ୍ତ ତାହା ଉଜ୍ଜୀବିତ ରହିଛି। ଯେଉଁ ସହର ଦିନେ ମୋତେ ଏତେ ସ୍ୱପ୍ନ ଦେଖାଇଥିଲା, ଦିନେ ମୁଁ ସେ ସହର ଛାଡ଼ିଥିଲି, ବାହା ହୋଇ ଚାଲି ଯାଇଥିଲି ତାଠାରୁ ଅନେକ ଦୂରକୁ। ଜଞ୍ଜାଳର କେଉଁ କୋଣରୁ କେବେ କେମିତି ଉଙ୍କି ମାରେ ରାମ ଭରୋସାର ସ୍ମୃତି। ଆରେ ଭଲ ଥିବ ତ ସେ? କ'ଣ ସେମିତି ଗୁପଚୁପ୍ ବିକୁଥିବ? କ'ଣ ସେମିତି ଝିଅମାନେ ତା ଚାରିପଟେ କଳରବ କରୁଥିବେ? କେବେ କେମିତି ବାଟରେ ଗୁପଚୁପ୍ ଠେଲା ଦେଖିଲେ ମନ ପୁଣି ଡାକେ ସ୍ମୃତି ସାଉଁଟିବାକୁ। ଅକାଳେ ସକାଳେ ଓଦା ହୋଇଯାଏ ଦରଦୀ ମନଟି। ତା ପାଇଁ ଏତେ ଭଲ ପାଇବା କେଉଁଠି ସଞ୍ଜୀବିତ କରି ରଖିଥିଲି। ଝିଅ ହେଲା ପରେ ତାକୁ ଧରି ଯାଇଥିଲି ମୋର ପୁରୁଣା ସହରକୁ। ମୀନାକ୍ଷୀର ବି ଝିଅଟିଏ ହୋଇଥାଏ। ସଂଯୋଗବଶତଃ ଦୁହେଁ ପୁଣି ଏକାଠି ହେଲୁ କେତେ ବର୍ଷ ପରେ। ଅସିଆ କାଳର ମସିଆ କଥାକୁ ନେଇ ଆମର ଗପ। ତାରାଫୁଲ ପରି ସ୍ମୃତି ସାଉଁଟୁ ସାଉଁଟୁ ବେଳ ସରିଯାଏ। ତା ସାଙ୍ଗରେ କଥା ହେଉ ହେଉ ପୁରୁଣା ଦିନ ସବୁ ମନେ ପଡ଼ିଲା। କେମିତି ସମସ୍ତେ ମିଶି ଷ୍ଟୁଡିଓ ଯାଇଥିଲୁ ଫଟୋ ଉଠେଇବା ପାଇଁ। କେମିତି ଛନ୍ଦି ହୋଇ ପଡ଼ିଥିଲା ଶୈଳ। ନୂଆ ନୂଆ ଶାଢ଼ୀ ପିନ୍ଧି ଶିଖୁଥିଲୁ ତା। ଏବେ ଦିନେ ମୁଁ ସେଇ ଫଟୋଟିକୁ ଫେସବୁକରେ ପକେଇଥିଲି। କେତେ ଖୁସି ହୋଇଥିଲେ ସବୁ ସାଙ୍ଗମାନେ। ଏବେ ଏଇ ଫେସବୁକଟି ହୋଇଯାଇଛି ଯୋଗାଯୋଗର ଗୋଟେ ଭଲ ମାଧ୍ୟମ। ଭାରି ମନ ହୋଇଥିଲା ପୁଣି ଥରେ ସେଇ ଗୁପଚୁପ୍ ଖାଇବାକୁ। ମୀନାକ୍ଷୀକୁ ବି ମନ କଥା କହିଥିଲି, ଯାଆନ୍ତେ ନାଇଁ ଟିକେ ବୁଲି ଆସନ୍ତେ। ସେଇ ବୁଲିବା ଭିତରେ ଦେଖି ଆସନ୍ତେ ରାମ ଭରୋସିକୁ। ତା ନିଆରା ସ୍ୱାଦର ଗୁପଚୁପ୍ ବି ଟିକେ ପାଟିରେ ବାଜନ୍ତା। ମୀନାକ୍ଷୀ କିନ୍ତୁ ଖାଲି କଥାଟି ଟାଳି ଦେଉଥାଏ। ତତେ କ'ଣ ଆଉ କେଉଁଠି ଗୁପଚୁପ୍ ମିଳୁନି ଯେ ସେଠିକୁ ଯିବୁ? ତୋର ଭାରି ମନ ହେଉଛି ଛୁଆକୁ ଛାଡ଼ି ଗୁପଚୁପ୍ ଖାଇବା ପାଇଁ। ରାଗିଲା ସିନା। ମୀନାକ୍ଷୀର ଦରଦୀ ହୃଦୟ ମୋ କଥାରେ ଶେଷରେ ରାଜି ହେଲା। ଆର ଦିନ ଦୁହେଁ ଯାଇ ପହଞ୍ଚିଲୁ ଠିକଣା ଜାଗାରେ। ଦୂରରୁ ଚାହିଁଲି ମାଳ ମାଳ ଝିଅଙ୍କୁ ଦେଖି ଅତୀତ ମନେ ପଡ଼ୁଥିଲା। କୁତୁକୁତୁ ହେଇଗଲା ମନ। ଭୁଲି ହୋଇଗଲା ଜୀବନର ଯାବତୀୟ ଜଞ୍ଜାଳ। ଆଉ ଥରେ ଫେରିଆସନ୍ତା କି ସେଇ ସମୟ। ପାଦେ ପାଦେ ଆଗେଇ କଲେଜ ହତା ଭିତରକୁ ପଶିଲୁ। କେଡ଼େ ବଡ଼ କ୍ୟାମ୍ପସ। କିଛି ବି ଏପଟ ସେପଟ ହୋଇନାହିଁ। ସବୁ ସେମିତି ଅଛି। ଚାରିଆଡ଼େ ଆଖି ବୁଲେଇଲି, କାହିଁ କେଉଁଠି ରାମ ଭରୋସା ତ ଦିଶୁନାହିଁ। ତା ବଦଳରେ ଅନ୍ୟ ଏକ କୋଣରେ ଆଉ ଏକ ଅଚିହ୍ନା ଲୋକଟିଏ। ସେ ଗୁପଚୁପ୍ ହିଁ ବିକୁଛି। ଏଥର ମୋର ବିସ୍ମିତ ହେବାର ପାଳି। ଅନେଇଲି ମୀନାକ୍ଷୀ ଆଡ଼େ। ମନେ ହୋଇଥିଲା ମୀନାକ୍ଷୀ କିଛି ଲୁଚଉଛି। ତା ହାତ ଧରିଲି। ସେଇଠୁ ମୀନାକ୍ଷୀ କହିଥିଲା ସେଇ ଜଘନ୍ୟ କାହାଣୀ, ଯାହାକୁ ଶୁଣି ମୋର ସମସ୍ତ ଲୋମ କୂପ ଠିଆ ହୋଇଯାଇଥିଲା। ଶୁଣିଥିଲି ରାମ ଭରୋସାର ସେଇ ମର୍ମନ୍ତୁଦ କାହାଣୀକୁ। 12 ବର୍ଷର ଝିଅକୁ ତାର କେଉଁ ଦୁର୍ବୃତ୍ତମାନେ କାଳେ ରାତିରେ ଉଠେଇ ନେଇ ସକାଳୁ ଫିଙ୍ଗି ଦେଇଥିଲେ ଜଙ୍ଗଲ ମୁହାଁ ସରୁ ରାସ୍ତା ଧାରରେ। ଝିଅଟିର ଦୋଷ ଭିତରେ ଏତିକି ଥିଲା ଯେ ସେ ରାସ୍ତାକଡ଼ ନଳକୂଅରୁ ପାଣି ଭରୁଥିଲା ଘର ପାଇଁ। ରାତି ସାରା ମା ଚାହିଁ ବସିଛି ଝିଅର ବାଟକୁ। ଗାଁ ଗଣ୍ଡା ସାଙ୍ଗକୁ ପୁଣି ରାତି। ସକାଳୁ ମିଳିଲା ଛାତି ଫଟା ଖବର। କଅଁଳିଆ ବୟସରେ ଉପଦ୍ରବର ଶିକାର ହୋଇ ଝିଅଟି ଚିନ୍ତା ଚେତନା ଶୂନ୍ୟ, ବାକ୍ଶକ୍ତି ବିହୀନ ଏକ ଅଚଳ ଅଧୁଲିଟିଏ ହୋଇଯାଇଥିଲା। ଖବର ପାଇ ରାମ ଭରୋସା ଯାଇଥିଲା। ତାର ଆଖିର ପିତୁଳା ଚୁଲବୁଲି ଝିଅର ଅବସ୍ଥା ଦେଖି ସେ ସ୍ଥାଣୁ ପାଲଟି ଯାଇଥିଲା। ଜୀବନକୁ ଭଲ ପାଇ ଶିଖୁ ଶିଖୁ ଝିଅଟିର ଆଖିରୁ ସ୍ୱପ୍ନର ରଙ୍ଗ ହଜି ଯାଇଥିଲା। ଆକାଂକ୍ଷାର ପଦ୍ମ କଳିକାଟି ଫୁଟି ଫୁଟୁ ମଉଳି ପଡ଼ିଥିଲା। ଝିଅ ଶାଢ଼ୀ ପିନ୍ଧିବା କଥା ଥରେ ସେ ହସି ହସି କହିଥିବା କଥା ମୋର ମନେ ପଡ଼ିଲା। ଶାଢ଼ୀ ପିନ୍ଧିଲେ କାଳେ ଅବିକଳ ତା ମା ପରି ଦିଶେ ସେ। ସେ କଥା କହିଲା ବେଳେ ତାର ଓଠର ଦୁଇ ପାଖରୁ ଦୁଇ ଧାର ହସ ବୋହି ଯାଉଥିଲା। କାନରେ ଗୁଞ୍ଜରି ଯାଉଥିଲା ସେଇ କଥାଗୁଡ଼ିକ। ତା ଠେଲା ଲଗାଉଥିବା ଜାଗାକୁ ଚାହିଁଲି। ଏ କ'ଣ? ମୋତେ ଏ କ'ଣ ଦିଶୁଛି? ଠେଲା ବଦଳରେ ରାମ ଭରୋସା
ତା ଝିଅଟିକୁ ଟେକି ଧରିଛି, ଠିଆ ହୋଇଛି ତା ଦୁଇ ହାତରେ। ସବୁବେଳେ ହସ ବୋହି ପଡୁଥିବା ପାଟିରେ ତାର କୋଲପ ପଡ଼ିଯାଇଛି। ହତାଶ ଆଖି ଦୁଇଟି ଆଡ଼େ ଚାହିଁ ହେଉନାହିଁ ଆଦୌ। ଆଖି ମଳି ମଳି ଆଉଥରେ ଚାହିଁଲି, ପୁଣି ଥରେ ସେ ଏକା ଦୃଶ୍ୟ। ମୁଁ ଆର୍ତ୍ତ ଚିତ୍କାର କରି ଉଠିଲି। ଆଉ ସେଠାରେ ମୁହୂର୍ତ୍ତେ ରହିବାର ଧୈର୍ଯ୍ୟ ନଥିଲା। କାହିଁକି ଏତେ ଜିଦ୍ କରିଥିଲି ଆସିବା ପାଇଁ? ବୁକୁ ଭରା କୋହ ନେଇ ମୁଁ ଫେରିଥିଲି ଘରକୁ। ବତୁରି ଯାଇଥିଲା ଭଲ ପାଇବାର ଆର୍ଦ୍ର ହୃଦୟଟି। ବହୁତ ମନେ ପଡ଼ିଥିଲା ରାମ ଭରୋସା ଗୁପଚୁପ ବାଲା କେମିତି ସାମ୍ନା କରିଥିବ ଜୀବନର ସେଇ ଉନ୍ମୋଚିତ ପୃଷ୍ଠାଟିକୁ। ଆଜି ଏତେ ଦିନ ପରେ ପୁଣି ମନେ ପଡ଼ୁଛି ରାମ ଭରୋସେ। ଗୋଟେ ଗୁପଚୁପ ପାଟିକୁ ନେଲା ବେଳେ ମନ ଭିଜି ଭିଜି ଯାଉଛି। ବଞ୍ଚିଥିବ ତ ରାମ ଭରୋସା? ବଞ୍ଚିଲା ଭଳି ବଞ୍ଚିଥିବ ତ? ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ଗାଳ୍ପିକା ସୁସାହିତ୍ୟିକା ରେବା ପଟ୍ଟନାୟକଙ୍କୁ। ତାଙ୍କ ଗଳ୍ପର ଶୀର୍ଷକ ଥିଲା ଗୁପଚୁପ ବାଲା। ଖୋଜିବାର ନାମ ହିଁ ଜୀବନ। ସତରେ ତାଙ୍କ ସ୍ମୃତି ଭିତର ଦେଇ ସେ କେତେ ଖୋଜିଛନ୍ତି ସେଇ ଗୁପଚୁପ ବାଲାକୁ। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।